ନାଚ ଦେଖି ବର ବଛା, ଯାହାର ନାଚ ହେବ ସୁନ୍ଦର, କନ୍ୟା ହେବ ତାହାର। ଏଠି ପୁଅ ନୁହେଁ, ଝିଅ ବାଛେ ନିଜ ବର। ମେକଅପ୍ ନେଇ ସଜେଇ ହୋଇ କନ୍ୟା ଆଗକୁ ଆସିବ ବର। ଅଣ୍ଟା ହଲେଇ ଠୁମକା ମାରି କନ୍ୟାକୁ ଇମ୍ପ୍ରେସ କରିବ। ହଁ ଦର୍ଶକ ବନ୍ଧୁ, ସାଧାରଣତଃ ବାହାଘର ସମୟରେ ବରପକ୍ଷ ଲୋକ ଯେତେବେଳେ କନ୍ୟାକୁ ଦେଖିବାକୁ ଆସନ୍ତି, ସେତେବେଳେ କନ୍ୟା ଜଣକ ସଜବାଜ ହୋଇ ବର ଅପେକ୍ଷାରେ ବସିଥାଏ। ବର ଏବଂ ତାଙ୍କ ଘର ଲୋକ ଆସିବେ ଆଉ କନ୍ୟାକୁ ଦେଖି ପସନ୍ଦ କରିବେ। ତାପରେ ହାତକୁ ଦୁଇ ହାତ ହେବେ। କିନ୍ତୁ ନାଚ ଦେଖି ବର ବାଛିବା ହେଉଛି ଏକ ଭିନ୍ନ ପରମ୍ପରା। ଏଠାରେ ପୁଅମାନେ ନିଜେ ସଜବାଜ ହୋଇ ନାଚ ଗୀତ କରି ଝିଅଙ୍କୁ ବିବାହ ପ୍ରସ୍ତାବ ଦିଅନ୍ତି। କ୍ୟାମରୁନ ଏବଂ ନାଇଜେରିଆରେ ରହୁଥିବା ନାଇଗର ଜନଜାତି ସମ୍ପ୍ରଦାୟରେ ଏହି ଅଜବ ପରମ୍ପରା ଦେଖିବାକୁ ମିଳେ। ଏହି ଜନଜାତିର ପୁରୁଷମାନେ ସଜବାଜ ହୋଇ ନିଜ ପାଇଁ ଜୀବନସାଥୀ ଖୋଜନ୍ତି। ତେବେ ଏହା ହେଉଛି ନାଇଗର ଜନଜାତି ପୁରୁଷଙ୍କର ପତ୍ନୀ ଖୋଜିବାର ଏକ ଭିନ୍ନ ପରମ୍ପରା। ଏହାକୁ ଗୁଏର୍ଭୋ ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ। ଏହି ଉତ୍ସବରେ ପୁରୁଷମାନେ ମୁହଁରେ ଅଧିକ ମେକଅପ୍ ବୋଳି ମହିଳାଙ୍କ ସମ୍ମୁଖରେ ନୃତ୍ୟ କରନ୍ତି। ଏହି ନୃତ୍ୟ କଳାକୁ ଦେଖି ମହିଳା ଜଣକ ଯେଉଁ ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ତାଙ୍କ କାନ୍ଧରେ ନିଜ ହାତକୁ ରଖନ୍ତି। ଏଭଳି କରି ସେହି ପୁରୁଷ ସହ ପ୍ରେମ ସମ୍ପର୍କ ବା ବୈବାହିକ ସମ୍ପର୍କ ସ୍ଥାପନ କରିବାକୁ ମହିଳାମାନେ ସ୍ୱୀକୃତି ପ୍ରଦାନ କରନ୍ତି ବୋଲି ବିବେଚନା କରାଯାଏ। ଏହି ଉତ୍ସବ ଅବିକଳ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଭଳି ହୋଇଥାଏ। ପୁରୁଷମାନେ ମୁହଁରେ ଅଧିକ ମେକଅପ୍ ନେବା ସହ ସୁନ୍ଦର ପୋଷାକ ଓ ଅଳଙ୍କାର ପିନ୍ଧିଥାନ୍ତି। ଏହା ବାଦେ ସେମାନେ ଏକ ବିଶେଷ ପ୍ରକାର ନୃତ୍ୟ ପରିବେଷଣ କରି ନିଜ ପୁରୁଷ ପଣିଆ ପ୍ରଦର୍ଶନ କରିଥାନ୍ତି। ଅବଶ୍ୟ ଏହି ଉତ୍ସବରେ ମହିଳାମାନେ ପୁରୁଷଙ୍କୁ ଗୋଟିଏ ରାତି କିମ୍ବା ସାରା ଜୀବନ ପାଇଁ ସାଥୀ ଭାବେ ବାଛିଥାନ୍ତି। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।